ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ। ବରେଣ୍ୟ ସଭାପତି ମହୋଦୟ, ବିଜ୍ଞ ବିଚାରକ ମଣ୍ଡଳୀ, ଉପସ୍ଥିତ ଶ୍ରୋତାମଣ୍ଡଳୀ, ମୋର ପ୍ରତିଯୋଗୀ ବନ୍ଧୁଗଣ ଏବଂ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏ ଶୁଭ ଅବସରରେ ଗଣକବି ବୈଷ୍ଣବ ପାଣିଙ୍କର ଜୟନ୍ତୀ ପାଳନର ଶୁଭ ମୁହୂର୍ତ୍ତରେ ଶ୍ରେଷ୍ଠ କଳାଶିଳ୍ପୀ ଗଣକବି ବୈଷ୍ଣବ ପାଣି ଗଣମାନସରେ ଗଣକବି ପ୍ରସଙ୍ଗ ଉପରେ ମୁଁ ଏକ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିବାକୁ ଯାଉଛି। ଗଣମାନସର ହେ ଗଣକବି, ଓଡ଼ିଆ ସାହିତ୍ୟର ଉଜ୍ଜ୍ୱଳ ଛବି। କି ଯାଦୁକରୀ ଲେଖା ଲେଖିଦେଇ ଗଲ ଗଣମାନଙ୍କର କଥା। କେତେ କ'ଣ ସବୁ ଭାବି ଭାବି। ଓଡ଼ିଆ ସାହିତ୍ୟ ଆକାଶରେ ଯେତେ ସବୁ ଉଜ୍ଜ୍ୱଳ ତାରକାମାନେ ଦେଖାଯାଆନ୍ତି, ସେମାନଙ୍କ ମଧ୍ୟରୁ ଏକାଧିକ ତାରକା ପବିତ୍ର ମହାଙ୍ଗା ମାଟିରେ ଦୃଷ୍ଟିଗୋଚର ହୁଅନ୍ତି। ଆଦ୍ୟ ନାଟ୍ୟକାର ଜଗନ୍ମୋହନ ଲାଲାଙ୍କଠାରୁ ଆରମ୍ଭ କରି ପଲ୍ଲୀକବି ନନ୍ଦକିଶୋର ବଳ, ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନ, ଗଣକବି ବୈଷ୍ଣବ ପାଣି ଓ ଆହୁରି ଅନେକ ସାହିତ୍ୟିକ ଭାବୁକ ଲେଖକ ମହାଙ୍ଗାର ପବିତ୍ର ଭୂଇଁରେ ଭୂମିଷ୍ଠ ହୋଇ ଅବିସ୍ମରଣୀୟ ଯଶକୀର୍ତ୍ତି ଅର୍ଜନ କରିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଗଣକବି ବୈଷ୍ଣବ ପାଣି ଅନ୍ୟତମ। ପ୍ରସିଦ୍ଧ ଗୀତିନାଟ୍ୟ ସ୍ରଷ୍ଟା ବୈଷ୍ଣବ ପାଣି 1882ରୁ 1956 ମସିହା କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳରେ ଥିବା କୋଠପଦା ଗାଁରେ ଜନ୍ମଗ୍ରହଣ କରିଥିଲେ। ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଯାଇଛନ୍ତି। ତାଙ୍କ ରଚନାର ଲାଳିତ ଉପଯୁକ୍ତ ଶବ୍ଦ ସଂଯୋଜନା ପାଠକମାନଙ୍କୁ ମୁଗ୍ଧ କରେ। ଓଡ଼ିଆ ସାହିତ୍ୟରେ ବୈଷ୍ଣବ ପାଣି ଭାବରେ ପରିଚିତ। ମେଘନାଦ ବଧ, ରଙ୍ଗସଭା, କୀର୍ତ୍ତବୀର୍ଯ୍ୟ ସଂହାର, ପ୍ରହ୍ଲାଦ ରଚିତ, ରାମ ବନବାସ, ଦକ୍ଷଯଜ୍ଞ ପ୍ରଭୃତି ତାଙ୍କର କେତୋଟି ସ୍ମରଣୀୟ ରଚନା। ସେ 21 ବର୍ଷ ବୟସରେ ଲେଖା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଗୀତାଭିନୟ ମେଘନାଦ ବଧ। ସେହିଦିନଠାରୁ ସେ ଅବିଶ୍ରାନ୍ତ ଭାବରେ ଲେଖନୀ ଚଳାଇଥିଲେ। ସେ ଓଡ଼ିଆ ସାହିତ୍ୟ କୋଣାର୍କର ଦକ୍ଷ ଶିଳ୍ପୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେଉଁ ସବୁ କାବ୍ୟ କବିତା ଲେଖିଯାଇଛନ୍ତି, ତାହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିନାହିଁ। କ୍ଳିଷ୍ଟ ଛନ୍ଦଗୁଡ଼ିକୁ ସେମାନେ ବୁଝିପାରିନାହାନ୍ତି। କିନ୍ତୁ ଅତି ସାଧାରଣ ଆମର ଚଳଣି ଭାଷାରେ ବୈଷ୍ଣବ ପାଣି ଯେଉଁ ଗୀତ, ଗୀତିନାଟ୍ୟ, କବିତା ରଚନା କରିଥିଲେ, ତାହା ସମଗ୍ର ପୁରପଲ୍ଲୀର କୋଣ ଅନୁକୋଣରେ ଝଙ୍କୃତ ହେଉଛି। ସାଧାରଣ ଜନତାଙ୍କର ପାଟିରୁ ଅପଣାଛାଏଁ ଗୀତଗୁଡ଼ିକର ପାଦ ବାହାରି ପଡ଼ୁଛି। ଏଣୁ ସେ ହେଲେ ଗଣକବି ବା ଲୋକମାନଙ୍କର କବି। ଓଡ଼ିଶା ମାଟିରେ ସଂସାର ଦୃଷ୍ଟିରେ, ସାହିତ୍ୟ ସୃଷ୍ଟିରେ ତୁମେ ଧ୍ରୁବତାରା। ଶ୍ରେଷ୍ଠ ଜାତିରେ ବହୁତ କଷ୍ଟରେ ସୃଷ୍ଟି କଲ ସଂସ୍କାରର ଧାରା। ସଂସ୍କାର ଆଲୋକ ଦେଖାଇଲ ତୁମେ, କୁସଂସ୍କାର ଅମା ଅନ୍ଧକାରେ। ଶ୍ରେଷ୍ଠ କଳାକାର କଳା ବୋଳିଦେଲ, ଘୃଣ୍ୟ ଜାତି ପ୍ରଥା ମଥା ପରେ। ବୈଷ୍ଣବ ପାଣି ଜୀବନରେ ବହୁ କଷ୍ଟ ସହିଯାଇଛନ୍ତି। ଦାରିଦ୍ର୍ୟତା ମଧ୍ୟ ଦେଇ ସେ ଗତି କରିଛନ୍ତି। ସମାଜରେ ସାଧାରଣ ତଥା ଗରିବ ଲୋକମାନଙ୍କର ତେଲ, ଲୁଣ, ସଂସାର ବିଷୟରେ ସେ ଗଭୀର ଭାବରେ ଚିନ୍ତା କରିଛନ୍ତି ଓ ତାହାକୁ ସାହିତ୍ୟ ମାଧ୍ୟମରେ ଶାସକଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଇ କହିଛନ୍ତି। କ୍ଷିତିକି ଭିତ୍ତି ଭିଜି ହେଲା ପ୍ରବଳ, ଟଙ୍କାରେ 6 ସେରେ ଅଧେ ଚାଉଳ। ଦାରିଦ୍ର୍ୟତା ମଧ୍ୟରେ ଗତି କରି ମଧ୍ୟ ସେ ଥକି ପଡ଼ିନାହାନ୍ତି। ସମସ୍ତ ଦୁଃଖ, କଷ୍ଟ, ଲାଞ୍ଛନା ଓ ଅପମାନ ସହିଯାଇଛନ୍ତି। ତାଙ୍କର ଲେଖନୀ ଆଗରେ ସମସ୍ତେ ହାର ମାନି ଯାଇଛନ୍ତି। ଲେଖନୀ ତୁମର ଅଟକି ଯାଇନି, ଦାରିଦ୍ର୍ୟର ବଡ଼ କଷାଘାତେ। ଛାଇଟା ପରାକୁ ଶିରିପା କରିଲ, ଉଲ୍ଲାସ ଛୁଟାଇ ଗଣଚିତ୍ତେ। ବୈଷ୍ଣବ ପାଣିଙ୍କ ସାହିତ୍ୟ ଲୋକକୁ ପାଗଳ କରିଦେଇଛି। ସାଧାରଣ ଲୋକ କର୍ମମୟ ଜୀବନ ମଧ୍ୟରେ ଆପଣଙ୍କର ସାହିତ୍ୟର ସ୍ୱାଦ ଚାଖିଛନ୍ତି। ଅବାଳ ବୃଦ୍ଧବନିତା ରାତି ରାତି ଉଜାଗର ରହି ଆନନ୍ଦ ନେଉଛନ୍ତି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।